ଆକାଶବାଣୀ। ସମ୍ବାଦ ପଢ଼ୁଛନ୍ତି ସତ୍ୟବ୍ରତ ବେହୁରା। ଶ୍ରୀମଦ୍ ଭଗବତ ଗୀତା ଏବଂ ଭରତମୁନିଙ୍କ ନାଟ୍ୟଶାସ୍ତ୍ର ୟୁନେସ୍କୋର ମେମୋରି ଅଫ୍ ଦ ୱାର୍ଲଡ ରେଜିଷ୍ଟରରେ ସ୍ଥାନ ପାଇବା ବିଶ୍ୱସ୍ତରୀୟ ସ୍ୱୀକୃତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଛତିଶଗଡ଼ରେ 9 ଜଣ ମହିଳା ନକ୍ସଲଙ୍କ ସମେତ 22 ଜଣ ମାଓବାଦୀଙ୍କ ଆତ୍ମସମର୍ପଣ ସୂଚନା। ସାଂସ୍କୃତିକ ଓ ପ୍ରାକୃତିକ ଐତିହ୍ୟକୁ ସମ୍ମାନ ଏବଂ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଆଜି ପାଳିତ ହେଉଛି ବିଶ୍ୱ ଐତିହ୍ୟ ଦିବସ। ସାରା ବିଶ୍ୱରେ ଆଜି ପାଳନ କରାଯାଉଛି ଗୁଡ୍ ଫ୍ରାଇଡେ। ଏବଂ IPL କ୍ରିକେଟ୍ ସିରିଜରେ ଆଜି ସନ୍ଧ୍ୟାରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ପଞ୍ଜାବ କିଙ୍ଗସ୍ ମଧ୍ୟରେ ହେବ ମୁକାବିଲା। ଶ୍ରୀମଦ୍ ଭଗବତ ଗୀତା ଏବଂ ଭରତମୁନିଙ୍କ ନାଟ୍ୟଶାସ୍ତ୍ର ୟୁନେସ୍କୋର ମେମୋରି ଅଫ୍ ଦ ୱାର୍ଲଡ ରେଜିଷ୍ଟରରେ ସ୍ଥାନ ପାଇଛି। ସାମାଜିକ ଗଣମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତଙ୍କ ଏକ ପୋଷ୍ଟର ଜବାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅନ୍ତର୍ଭୁକ୍ତିକୁ ଭାରତର କାଳଜୟୀ ଜ୍ଞାନ ଏବଂ ସମୃଦ୍ଧ ସଂସ୍କୃତିର ବିଶ୍ୱସ୍ତରୀୟ ସ୍ୱୀକୃତି ବୋଲି କହି ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଉଭୟ ଗୀତା ଓ ନାଟ୍ୟଶାସ୍ତ୍ର ଶତାବ୍ଦୀ ଶତାବ୍ଦୀ ଧରି ସଭ୍ୟତା ଓ ଚେତନାକୁ ପରିପୁଷ୍ଟ କରିବା ସହ ବିଶ୍ୱକୁ ପ୍ରେରଣା ଦେଇଛି। ଏହି ଐତିହାସିକ ସଫଳତା ସହିତ ଭାରତ ୟୁନେସ୍କୋ ମେମୋରି ଅଫ୍ ଦ ୱାର୍ଲଡ ରେଜିଷ୍ଟରରେ 14ଟି ସ୍ଥାନ ଅକ୍ତିଆର କରିଛି। ଶ୍ରୀମଦ୍ ଭଗବତ ଗୀତା ଓ ଭରତମୁନିଙ୍କ ନାଟ୍ୟଶାସ୍ତ୍ର ସହିତ ଋଗ୍ବେଦ, ଶାନ୍ତିନାଥ ଚୈତ୍ର, ଗିଲଗିଟ୍ ପାଣ୍ଡୁଲିପି ମଧ୍ୟ ଏହି ତାଲିକାରେ ସାମିଲ ହୋଇଛି। ଭଗବତ ଗୀତାରେ ଭଗବାନ କୃଷ୍ଣ ଓ ଅର୍ଜୁନଙ୍କ ସଂଳାପ ଆଧ୍ୟାତ୍ମିକ ଓ ଦାର୍ଶନିକ ମହତ୍ତ୍ୱ ବହନ କରିଥାଏ। ଅନ୍ୟପକ୍ଷରେ ଭରତମୁନିଙ୍କ ରଚିତ ନାଟ୍ୟଶାସ୍ତ୍ର ନାଟକ, କଳା ଓ ନୃତ୍ୟ ଭଳି ପ୍ରଦର୍ଶନ କଳା ଉପରେ ଏକ ମୌଳିକ ଗ୍ରନ୍ଥ ଭାବେ ବିବେଚନା କରାଯାଇଥାଏ। ଛତିଶଗଡ଼ର ସୁକମା ଜିଲ୍ଲାରେ 9 ଜଣ ମହିଳା ନକ୍ସଲଙ୍କ ସମେତ 22 ଜଣ ମାଓବାଦୀ ଆଜି ଆତ୍ମସମର୍ପଣ କରିଛନ୍ତି। ସେହି ମାଓବାଦୀଙ୍କ ନାମରେ 40,50,000 ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ମାଓବାଦୀମାନେ ପୋଲିସ ଏବଂ CRPFର ବରିଷ୍ଠ ଅଧିକାରୀଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କୁ 50,000 ଟଙ୍କା ଲେଖାଏଁ ସହାୟତା ଦିଆଯିବା ସହ ପୁନର୍ବାସ ନୀତି ଅନୁଯାୟୀ ଅନ୍ୟାନ୍ୟ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଛତିଶଗଡ଼ର ବିଭିନ୍ନ ଥାନା ଅଞ୍ଚଳରୁ ସୁରକ୍ଷା ବାହିନୀ 22 ଜଣ ମାଓବାଦୀଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ 2 ଜଣ ମାଓବାଦୀଙ୍କ ଗିରଫଦାରୀ ନେଇ ପୁରସ୍କାର ଘୋଷଣା କରାଯାଇଥିଲା। ସୁରକ୍ଷା ବାହିନୀ ସେମାନଙ୍କଠାରୁ ଟିଫିନ୍ ବୋମା, ବିସ୍ଫୋରକ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। ସୂଚନା ଅନୁଯାୟୀ ବିଜାପୁର ଜିଲ୍ଲାର ଉସୁର ଅଞ୍ଚଳରେ କୋବ୍ରା ବାଟାଲିୟନ ଓ CRPFର ମିଳିତ ଟିମ୍ ଯାଞ୍ଚ ଅଭିଯାନ ଚଳାଇଥିଲେ। ସେହି ସମୟରେ ଟେକମଟେଲା ଜଙ୍ଗଲରୁ 7 ଜଣ ମାଓବାଦୀ ବିସ୍ଫୋରକ ସହ ଧରାପଡ଼ିଥିଲେ। ଅନ୍ୟପକ୍ଷରେ ଜିଲ୍ଲା ରିଜର୍ଭ ଗାର୍ଡ ଟିମ୍ ବେଲଚର ଜଙ୍ଗଲରୁ 6 ଜଣ ମାଓବାଦୀଙ୍କୁ ଗିରଫ କରିଥିଲା। ନେଲସନ ଥାନା ଅଧୀନ କଣ୍ଡକାରକା ଜଙ୍ଗଲରୁ CRPF ଟିମ୍ 9 ଜଣ ମାଓବାଦୀଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଅନୁରାଗ ଠାକୁର ଆଜି ନ୍ୟାସନାଲ ହେରାଲ୍ଡ ମାମଲା ନେଇ କଂଗ୍ରେସକୁ ସମାଲୋଚନା କରିଛନ୍ତି। ନୂଆଦିଲ୍ଲୀରେ ଏହି ମାମଲାକୁ ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଠାକୁର କହିଛନ୍ତି, ନ୍ୟାସନାଲ ହେରାଲ୍ଡ ସମ୍ପର୍କରେ ଶୁଣିବା ପରେ କଂଗ୍ରେସ ଦଳରେ ଉତ୍ତେଜନା ବୃଦ୍ଧି ପାଇଛି। ଦଳ ବାରମ୍ବାର ତାର ପ୍ରୟାସରେ ବିଫଳ ହେଉଛି ବୋଲି ଶ୍ରୀ ଠାକୁର କହିଛନ୍ତି। ସେ କହିଛନ୍ତି, ସ୍ୱାଧୀନତା ପରଠାରୁ କଂଗ୍ରେସ ଅନେକ ଦୁର୍ନୀତିରେ ସମ୍ପୃକ୍ତ ରହିଛି। कांग्रेस पार्टी बार बार लॉन्च करने का प्रयास करती है और बार बार विफल भी होता है और नेशनल हेराल्ड का नाम सुनते ही आज कांग्रेस पार्टी के पूरे इकोसिस्टम में सेंसेशन होने लगते हैं और ऐसे सेंसेशन होने लाजमी भी हैं क्योंकि पकड़े जो गए हैं चोरी करते हुए और आजादी के बाद आज तक अगर आप कांग्रेस का देखेंगे एक नहीं अनेक घोटाले सामने आए हैं। ସାଂସ୍କୃତିକ ଓ ପ୍ରାକୃତିକ ଐତିହ୍ୟକୁ ସମ୍ମାନ ଓ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଆଜି ସାରା ବିଶ୍ୱରେ ବିଶ୍ୱ ଐତିହ୍ୟ ଦିବସ ପାଳନ କରାଯାଉଛି। ଏହାକୁ ମଧ୍ୟ ସ୍ମାରକୀୟ ସ୍ଥଳ ଦିବସ କୁହାଯାଏ। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ହେଉଛି ବିପର୍ଯ୍ୟୟ ଓ ସଂଘର୍ଷରୁ ବିପଦରେ ଥିବା ଐତିହ୍ୟ। ପ୍ରତ୍ୟେକ ବର୍ଷ ଏପ୍ରିଲ 18 ତାରିଖରେ ଏହି ଦିବସ ପାଳନ କରାଯାଇଥାଏ। ଗତ କିଛି ବର୍ଷ ହେବ ବିଶ୍ୱ ଐତିହ୍ୟ ତାଲିକାରେ ଭାରତ କ୍ରମାଗତ ଭାବରେ ନିଜର ଉପସ୍ଥିତି ଜାହିର କରିଛି। ଗତବର୍ଷ ଜୁଲାଇରେ ଆସାମର ଆହୋମ ବଂଶର ମାଉଣ୍ଟ କବର ପ୍ରଣାଳୀକୁ ସାଂସ୍କୃତିକ ସମ୍ପତ୍ତି ଭାବରେ ଏହାକୁ ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ କରାଯାଇଥିଲା। ଏପର୍ଯ୍ୟନ୍ତ ବିଶ୍ୱ ଐତିହ୍ୟ ତାଲିକାରେ ଭାରତର 43ଟି ସ୍ଥାନ ଥିବାବେଳେ ୟୁନେସ୍କୋର ଅସ୍ଥାୟୀ ତାଲିକାରେ 62ଟି ସ୍ଥାନ ରହିଛି। 1983 ମସିହାରେ ଆଗ୍ରା ଦୁର୍ଗ, ତାଜମହଲ, ଅଜନ୍ତା ଏବଂ ଏଲୋରା ଗୁମ୍ଫା ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ ହେବା ପରେ କ୍ରମାଗତ ଭାବେ ଅନ୍ୟ ସ୍ଥାନଗୁଡ଼ିକୁ ଏଥିରେ ସାମିଲ କରାଯାଉଛି। ଆଜି ବିଶ୍ୱ ଐତିହ୍ୟ ଦିବସ ପାଳନ ଅବସରରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ASI ଦେଶର ସମସ୍ତ ASI ସଂରକ୍ଷିତ ସ୍ମାରକୀରେ ପ୍ରବେଶ ଶୁଳ୍କ ଛାଡ଼ କରିଛି। ସଂସ୍କୃତି ମନ୍ତ୍ରଣାଳୟ ତରଫରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆଜି ସାରା ବିଶ୍ୱରେ ଗୁଡ୍ ଫ୍ରାଇଡେ ପାଳନ କରାଯାଉଛି।
କାଲଭାରିଠାରେ ଯୀଶୁଖ୍ରୀଷ୍ଟଙ୍କ ମୃତ୍ୟୁକୁ ସ୍ମରଣପୂର୍ବକ ଗୁଡ୍ ଫ୍ରାଇଡେକୁ ଶୋକ, ପ୍ରତିଫଳନ ଏବଂ ଆଧ୍ୟାତ୍ମିକ ଭକ୍ତିର ଦିନ ଭାବେ ପାଳନ କରାଯାଉଛି। ସାରା ବିଶ୍ୱର ଖ୍ରୀଷ୍ଟିଆନ ଅଧିବାସୀମାନେ ଗୁଡ୍ ଫ୍ରାଇଡେ ପାଳନ ସ୍ୱରୂପ ଚର୍ଚ୍ଚଗୁଡ଼ିକରେ ସ୍ୱତନ୍ତ୍ର ପ୍ରାର୍ଥନା କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଡ୍ ଫ୍ରାଇଡେ ଅବସରରେ ଯୀଶୁଖ୍ରୀଷ୍ଟଙ୍କ ବଳିଦାନକୁ ମନେ ପକାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ଲେଖିଛନ୍ତି, ଏହି ଦିନ ଆମକୁ ଦୟା, କରୁଣା ଏବଂ ଉତ୍ତମ ମନୋଭାବ ରଖିବାକୁ ପ୍ରେରଣା ମିଳିଥାଏ। ନାଗାଲାଣ୍ଡର ଚର୍ଚ୍ଚଗୁଡ଼ିକରେ ସ୍ୱତନ୍ତ୍ର ପ୍ରାର୍ଥନା ସେବା ଓ ଉପବାସ ଆୟୋଜନ କରାଯାଇଛି। ପୁଡୁଚେରୀରେ ଗୁଡ୍ ଫ୍ରାଇଡେ ଉପଲକ୍ଷେ ହଜାର ହଜାର ଖ୍ରୀଷ୍ଟିଆନ ପ୍ରମୁଖ ଚର୍ଚ୍ଚରେ ଆୟୋଜିତ ୱେ ଅଫ୍ ଦ କ୍ରସ୍ ଶୋଭାଯାତ୍ରା ଏବଂ ସ୍ୱତନ୍ତ୍ର ପ୍ରାର୍ଥନାରେ ଅଂଶଗ୍ରହଣ କରିଛନ୍ତି। ସମଗ୍ର ପୁଡୁଚେରୀରେ ଖ୍ରୀଷ୍ଟିଆନମାନେ ବହୁ ସଂଖ୍ୟାରେ ଏକାଠି ହୋଇ ଗୁଡ୍ ଫ୍ରାଇଡେ ପାଳନ କରୁଛନ୍ତି। ଆୟୋଜିତ ଶୋଭାଯାତ୍ରା ଚର୍ଚ୍ଚରୁ ଆରମ୍ଭ ହୋଇ ସହରର ପ୍ରମୁଖ ରାସ୍ତା ଦେଇ ପୁଣି ଚର୍ଚ୍ଚ ପରିସରକୁ ଫେରିଥିଲା। ଯୀଶୁଙ୍କ ପ୍ରଶଂସାରେ ବିଭିନ୍ନ ବୟସବର୍ଗର ଶ୍ରଦ୍ଧାଳୁମାନେ ଭଜନ ଗାନ କରି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ମହିଳା ହିତାଧିକାରୀ ଏବଂ ଅନ୍ୟ ଅଂଶୀଦାରଙ୍କ ନିକଟରେ ପହଞ୍ଚିବା ପାଇଁ ବିହାର ସରକାର ଆଜି ମହିଳା ସମ୍ବାଦ ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅଭିଯାନ ଆସନ୍ତା 2 ମାସ ପର୍ଯ୍ୟନ୍ତ ଚାଲିବ। ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପାଟନାସ୍ଥିତ ତାଙ୍କ ବାସଭବନରୁ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏହି ଅଭିଯାନରେ ସରକାରୀ ଅଧିକାରୀମାନେ 2 କୋଟି ମହିଳାଙ୍କ ନିକଟରେ ପହଞ୍ଚି ସରକାରଙ୍କ ଯୋଜନା ସମ୍ପର୍କରେ ସୂଚନା ଦେବେ ଏବଂ ମହିଳା ସଶକ୍ତିକରଣ ଯୋଜନା ସମ୍ପର୍କରେ ମତାମତ ଗ୍ରହଣ କରିବେ। ସାରା ରାଜ୍ୟରେ 70,000ଟି ସ୍ଥାନରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଦୃଶ୍ୟ ଶ୍ରାବ୍ୟ ପ୍ରଚାର ନିମନ୍ତେ ସ୍ୱତନ୍ତ୍ର ଭାବେ ନିର୍ମାଣ କରାଯାଇଥିବା ମୋବାଇଲ ଭ୍ୟାନ୍ ବ୍ୟବହାର କରାଯାଇ ପଞ୍ଚାୟତିରାଜ ଅନୁଷ୍ଠାନରେ ମହିଳା ସଂରକ୍ଷଣ, ସରକାରୀ ଚାକିରି, ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମହିଳାଙ୍କ ଆର୍ଥିକ ସଶକ୍ତିକରଣ, ଉଦ୍ୟୋଗୀ ଯୋଜନା ଏବଂ ଜୀବିକା କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରୋତ୍ସାହନ ଭଳି ପଦକ୍ଷେପ ବିଷୟରେ ଅବଗତ କରାଯିବ। ଏହି ଅଭିଯାନରେ 1,35,00,000 ଜୀବିକା ଗୋଷ୍ଠୀ ଅଂଶଗ୍ରହଣ କରିବେ। ଆମେରିକା ବିଶ୍ୱ ବାଣିଜ୍ୟ ସଂଗଠନକୁ ଇସ୍ପାତ ଏବଂ ଆଲୁମିନିୟମ ଉପରେ ଜାତୀୟ ନିରାପତ୍ତାକୁ ଦୃଷ୍ଟିରେ ରଖି ଶୁଳ୍କ ସ୍ଥିର କରିବାକୁ କହିଛି। ଭାରତର ଦାବି ଅନୁଯାୟୀ ଏହା ସ୍ଥିର କରା ନ ଯିବାକୁ ଆମେରିକା ବିଶ୍ୱ ବାଣିଜ୍ୟ ସଂଗଠନକୁ ପରାମର୍ଶ ଦେଇଛି। ଚଳିତ ମାସ 11 ତାରିଖରେ ଭାରତ ବିଶ୍ୱ ବାଣିଜ୍ୟ ସଂଗଠନରେ ଏକ ଅନୁରୋଧ ଦାଖଲ କରି ଆମେରିକାର ଶୁଳ୍କ ବୃଦ୍ଧି ଉପରେ ବିଚାର ବିମର୍ଶ ପାଇଁ ଅନୁରୋଧ କରିଥିଲା। ଭାରତ ଦର୍ଶାଇଥିଲା ଯେ ଏହାକୁ ବିଶ୍ୱ ବାଣିଜ୍ୟ ସଂଗଠନ ନିୟମ ଅନୁଯାୟୀ ସୁରକ୍ଷା ପଦକ୍ଷେପ ଭାବରେ ବିବେଚନା କରାଯିବା ଆବଶ୍ୟକ। ଗତକାଲି ଆମେରିକା ଏହାର ଜବାବରେ କହିଛି, 1974ର ବାଣିଜ୍ୟ ଆଇନର ସୁରକ୍ଷା ବ୍ୟବସ୍ଥା ଅନୁଯାୟୀ ଶୁଳ୍କ ଲାଗୁ କରାଯାଇ ନାହିଁ। ଆମେରିକୀୟ ଆଇନର ଧାରା 232 ଅନୁଯାୟୀ ଏହି ଶୁଳ୍କ ଲାଗୁ କରାଯାଇଛି। ଆମେରିକା କହିଛି, ଶୁଳ୍କ ଏବଂ ବାଣିଜ୍ୟ ଉପରେ ବୃଦ୍ଧି ହେଉଥିବା ପରିମାଣ ନିୟମ ଅନୁଯାୟୀ କରାଯାଇଛି। ଆମେରିକା ଆହୁରି ମଧ୍ୟ କହିଛି ଯେ ସେ ସୁରକ୍ଷା ବ୍ୟବସ୍ଥା ବ୍ୟବହାର କରୁନାହିଁ, ତେଣୁ ସୁରକ୍ଷା ଚୁକ୍ତି ଅଧୀନରେ ପରାମର୍ଶ ପାଇଁ କୌଣସି ଆଧାର ନାହିଁ। ଆମେରିକା ଓ ଇରାନ ମଧ୍ୟରେ ଆସନ୍ତାକାଲି ରୋମ୍ରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ପରମାଣୁ ଆଲୋଚନାରେ ମଧ୍ୟସ୍ଥତା ଜାରି ରହିବ ବୋଲି ଓମାନର ବୈଦେଶିକ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି। ଏକ ବିବୃତ୍ତିରେ ମନ୍ତ୍ରଣାଳୟ କହିଛି, ଗମନାଗମନ କାରଣରୁ ଇଟାଲୀର ରାଜଧାନୀକୁ ନୂତନ ସ୍ଥାନ ଭାବେ ଚୟନ କରାଯାଇଛି। ଏହି ଆଲୋଚନା ଏକ ନ୍ୟାୟପୂର୍ଣ୍ଣ ଏବଂ ସ୍ଥାୟୀ ବୁଝାମଣା ଦିଗରେ ଅଗ୍ରଗତି କରିବ ବୋଲି ମନ୍ତ୍ରଣାଳୟ ଆଶା ରଖିଛି। ଆଗାମୀ ବୈଠକ ଆୟୋଜନରେ ସହଯୋଗ ଓ ସମର୍ଥନ ପାଇଁ ଇଟାଲୀ ସରକାରଙ୍କୁ ପ୍ରଶଂସା କରାଯାଉଛି। ଚଳିତ ମାସ 12 ତାରିଖରେ ଓମାନରେ ଆମେରିକା ଓ ଇରାନ ଅଧିକାରୀଙ୍କ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ହୋଇଥିଲା। ଉଭୟ ଦେଶ କହିଛନ୍ତି, ଆଲୋଚନା ସକାରାତ୍ମକ ଏବଂ ଗଠନମୂଳକ ରହିଥିଲା। ଚଳିତ IPL T20 କ୍ରିକେଟରେ ଆଜି ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ସନ୍ଧ୍ୟା 7:30 ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ମୁକାବିଲା ହେବ। ଉଭୟ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ପଞ୍ଜାବ କିଙ୍ଗସ୍ 6ଟି ଲେଖାଏଁ ମ୍ୟାଚ୍ରୁ 8 ପଏଣ୍ଟ ଲେଖାଏଁ ହାସଲ କରିଛନ୍ତି। RCB ପଏଣ୍ଟ ତାଲିକାର ତୃତୀୟ ସ୍ଥାନରେ ଥିବାବେଳେ ପଞ୍ଜାବ ଦ୍ୱିତୀୟ ସ୍ଥାନରେ ରହିଛି। ପଏଣ୍ଟ ତାଲିକାର ଶୀର୍ଷରେ 10 ପଏଣ୍ଟ ସହ ଦିଲ୍ଲୀ କ୍ୟାପିଟାଲ୍ସ ଶୀର୍ଷରେ ରହିଛି। ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ 4 ୱିକେଟ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଥିଲା। ମୁମ୍ବାଇର ୱାଙ୍ଗଖେଡେ ଷ୍ଟାଡିୟମରେ ଆୟୋଜିତ ମ୍ୟାଚ୍ରେ 163 ରନ୍ର ପିଛା କରି ମୁମ୍ବାଇ ଇଣ୍ଡିଆନ୍ସ 18 ଓଭର ଗୋଟିଏ ବଲ୍ରେ 6 ୱିକେଟ୍ ବିନିମୟରେ 166 ରନ୍ ସଂଗ୍ରହ କରିଥିଲା। ପ୍ରଥମେ ବ୍ୟାଟିଂ କରି ସନ୍ରାଇଜର୍ସ ହାଇଦ୍ରାବାଦ ନିର୍ଦ୍ଧାରିତ 20 ଓଭରରେ 5 ୱିକେଟ୍ ବିନିମୟରେ 162 ରନ୍ କରିଥିଲା। ଆଥଲେଟିକ୍ସରେ ଭାରତର ସୋର୍ଜିଆ ଅମ୍ବୁରେ ସାଉଦି ଆରବର ଦମାମଠାରେ ଚାଲିଥିବା ଏସୀୟ ଯୁବ ଚାମ୍ପିୟନସିପ୍ରେ 18 ବର୍ଷରୁ କମ୍ ମହିଳା 100 ମିଟର ବାଧକ ଦୌଡ଼ରେ କାଂସ୍ୟ ପଦକ ହାସଲ କରିଛନ୍ତି। 15 ବର୍ଷୀୟ ସୌର୍ଯ୍ୟ 13.80 ସେକେଣ୍ଡ ମଧ୍ୟରେ ଏହି ବିଜୟ ହାସଲ କରିଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ। ଶ୍ରୀମଦ୍ ଭଗବତ ଗୀତା ଏବଂ ଭରତମୁନିଙ୍କ ନାଟ୍ୟଶାସ୍ତ୍ର ୟୁନେସ୍କୋର ମେମୋରି ଅଫ୍ ଦ ୱାର୍ଲଡ ରେଜିଷ୍ଟରରେ ସ୍ଥାନ ପାଇବା ବିଶ୍ୱସ୍ତରୀୟ ସ୍ୱୀକୃତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଛତିଶଗଡ଼ରେ 9 ଜଣ ମହିଳା ନକ୍ସଲଙ୍କ ସମେତ 22 ଜଣ ମାଓବାଦୀଙ୍କ ଆତ୍ମସମର୍ପଣ ସୂଚନା। ସାଂସ୍କୃତିକ ଓ ପ୍ରାକୃତିକ ଐତିହ୍ୟକୁ ସମ୍ମାନ ଏବଂ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଆଜି ପାଳିତ ହେଉଛି ବିଶ୍ୱ ଐତିହ୍ୟ ଦିବସ। ସାରା ବିଶ୍ୱରେ ଆଜି ପାଳନ କରାଯାଉଛି ଗୁଡ୍ ଫ୍ରାଇଡେ। ଏବଂ IPL କ୍ରିକେଟ୍ ସିରିଜରେ ଆଜି ସନ୍ଧ୍ୟାରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ପଞ୍ଜାବ କିଙ୍ଗସ୍ ମଧ୍ୟରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା।